नुआपड़ा जिला सिनापाली ब्लॉक अंतर्गत घाटमाल ग्राम पंचायत अंतर्गत जोगबटा ग्राम बहु पुरातन माँ मेनपुरियन मंदिर आज हजार हजार भक्तों समागम विभिन्न प्रकार भोग दोकान मध्य रत्नमुद कार्यक्रम अनुष्ठित हो जाइछि। ଏହି କାର୍ଯ୍ୟକ୍ରମରେ ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଗଣସମାଜ ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝୀ, ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ଭଗତରାମ ମାଝୀ, ବୋଡେନ ବ୍ଲକ ଗଣସମାଜ ସଭାପତି ମଝିଆ ମାଝୀ, ଗଣସମାଜ ଜିଲ୍ଲା କର୍ମକର୍ତ୍ତା ପ୍ରସନ୍ନ କୁମାର ମାଝୀ, ଅବସରପ୍ରାପ୍ତ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ବିକ୍ରମ ମାଝୀ, ମନ୍ଦିର ସଭାପତି ରାଜୁ ସିଂ ମାଝୀ, ସମ୍ପାଦକ ପଦ୍ମକିଶୋର ମାଝୀ, ପଡ଼ୋଶୀ ଛତିଶଗଡ଼, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଭକ୍ତ ଯୋଗଦାନ କରି ମାଙ୍କ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।